ହ୍ୟାଲୋ ହାଏ ନମସ୍କାର ଜୟ ଜଗନ୍ନାଥ। ତ ଆଜି ଆମେ ଦେଖିବା ଯେ ୟୁଟ୍ୟୁବରେ ସର୍ଟ ଭିଡ଼ିଓ କେମିତି ପୋଷ୍ଟ କରିବା ଏବଂ କେମିତି ସେ ଭ୍ୟୁଜ୍ ଯିବ। ତ ଫାର୍ଷ୍ଟ ଚାଲନ୍ତୁ ଆମ ୟୁଟ୍ୟୁବକୁ ଓପେନ୍ କରି ନେବା। ୟୁଟ୍ୟୁବ ଓପେନ୍ କରି ସାରିଲା ପରେ ଏଠି ଦେଖିଥିବେ ଏଠି ତାର ଫାର୍ଷ୍ଟ ମାରିଲେ ସର୍ଟସ୍ ମାରିଥିବ ଯଦି ସର୍ଟସ୍ ଗୁଡ଼ା ଆସିଯିବ। ତ ଟିକେ ନେଟୱାର୍କ ଇସ୍ୟୁ ରହୁଛି ତ ଚାଲୁନି ଠିକ୍ ସେ। तो देखिए वीडियो जो शॉर्टटा আছে এটা ଚାଲିଲେ ଦେଖୁଛି ଆମକୁ ଯଦି ସର୍ଟସ୍ ଇଏ କରିବାର ଅଛି ଅପଲୋଡ଼ କରିବାର ଅଛି ତ ଆମେ ସର୍ଟସ୍କୁ ହିଁ କ୍ଲିକ୍ କରିବା ଫାଷ୍ଟ। ଆସୁନି ଗୋଟେ ଚାଲୁନି ନେଟୱାର୍କ ପ୍ରୋବ୍ଲେମ୍ ବହୁତ ରହୁଛି। ଯାଇଥିବ ପ୍ଲସ୍ ମାନେ ତ ମୁଁ ଏଇଟା ହେଲା ଇଏ ହେଇଯିବ ଆଉ ଏଇଟା ଆସିଲା ସର୍ଟଟା ଦେଖିବା। ଦେଖିବା ତ ସର୍ଟ ଗୋଟେ ଏମିତି ଆସିବ। साला मैं हर दिन काम पे भी जाता हूँ, हर महीने सैलरी भी आता है। कला ପରେ ଏଠି ଉପରେ ଆସିବ ଲେଖାଥିବ ସବସ୍କ୍ରିପସନ୍ ଆସିବ, ଲାଇଭ୍ ଆସିବ, ଟ୍ରେଣ୍ଡସ୍ ଆସିବ। ତ ଏଇ ଟ୍ରେଣ୍ଡକୁ ଆମେ କ୍ଲିକ୍ କରିନେବା। ଟ୍ରେଣ୍ଡକୁ କ୍ଲିକ୍ କରି ସାରିଲା ପରେ ସେ ବିଭିନ୍ନ ଦେଖେଇବ ଇନ୍ସପିରେସନ୍ ଫର୍ ୟୁ। ତାପରେ ଦେଖିବ ଯେଉଁଗୁଡ଼ା ଚାଲିଥିବ ଦେଖିବା ଏଇଗୁଡ଼ା କେତେ ଭ୍ୟୁ ଯାଇଛି ସେ ଅନୁସାରେ ଆମେ ଆପ୍ଲାଏ କରିବା କେମିତି ଯାଇଛି ଓଡ଼ିଆଟା। ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ସେଥିପାଇଁ ଟିକେ ଲେଟ୍ ହେଉଛି ଆଉ। ଦେଖୁଥିବେ ଏଇଟା 76K ଯାଇଛି ଯଦି ତାର ଟ୍ରେଣ୍ଡିଂରେ ଅଛି ତ ଆମେ ଏଇଟା ସାଉଣ୍ଡ ମାରିଦେଲି ଚାଲିବ ଭିଡ଼ିଓଟା ବର୍ତ୍ତମାନ ଦେଖିବା। ଡନ୍ କରିଦେବା ତାପରେ ପ୍ରୋସେସିଂରେ କିଛି ସମୟ ଯିବ। ଫୁଲ୍ ଦେଖେଇଲାଣି। ପ୍ରୋସେସିଂ ହେଇସାରିଲା ପରେ ଏଇଟା ଆପଣ କିଛି ଲେଖିଦେଇପାରିବେ। ମୁଁ ଲେଖିଦେବା କ'ଣ ଦେଇକରି ଚିହ୍ନ ଦେଇକରି ଲେଖିଦେବା ଗୋଟେ କ'ଣ ଲେଖିଦେବା ଓପନ୍ ମିଷ୍ଟେକ୍ କରିଦେବା। ଓପନ୍ ଗଙ୍ଗା ମିଷ୍ଟର କରିଦେବା ଆମେ କ'ଣ ଅଛି ଆଉ ଗୋଟେ ଏଠି ଇମୋଜି ଦେଇଦେବା। ତ ଏଟାକୁ ଯେମିତି ଫିଟ୍ ରହିବ ସେଥିପାଇଁ ମୁଁ ଟିକେ ସାଇଜ୍ଟା କମେଇଦେଲି ବାସ୍ ଡନ୍ ମାରିଦେଲି। ଗୋଟେ ଉପରକୁ
ନେକ୍ସଟ ଆସିଲା ପରେ ଏଠି ଆମେ ଦେବା କ୍ୟାପସନ୍ ୟର୍ ସର୍ଟସ୍ ଦେବା କ'ଣ ନା ଓପନ୍ ଗେଙ୍ଗମ୍ ଷ୍ଟାର ସଙ୍ଗ୍ ଫାଷ୍ଟ ଇମୋଜି ଗୋଟେ ଦେଇଦେବା ବାସ୍ ଓପେନ୍ ସଙ୍ଗ୍ ଲେଖିଦେଲେ ଗୋଟେ ଦେଇକିରି ଲଗେଇବା ଏଠି ଯେଉଁ ହାଇଷ୍ଟାଗ ଲଗେଇବା ଦେଖ କ'ଣ ଲଗେଇବା ଫାଷ୍ଟ ଲଗେଇବା ସର୍ଟସ୍ ଯେହେତୁ ଗୋଟେ ସର୍ଟସ୍ ଭିଡ଼ିଓଟା ତାହେଲେ ଲଗେଇବା ଆମେ ସର୍ଟସ୍ SHORTS ଏଠି ଆସିଯିବ ନିହାତି ଭାବରେ ଆସିବ ହଁ ଦେଖ ଏଇଟା ଆସିଛି 1.5 ବିଲିୟନ୍ କ୍ଲିକ୍ କରିଦେଲେ ସର୍ଟସ୍ ତାପରେ ଦେବେ ଏକ୍ସପ୍ଲୋର କରି ଲେଖିବେ କ'ଣ ଲେଖିବେ ଏକ୍ସପ୍ଲୋର ଯାହା ଯାହା ବତୁଛି ତାହା କରିଦେବେ ନିହାତି ଭାବରେ ଭ୍ୟୁଜ୍ ପଡ଼ିବ ଏକ୍ସପ୍ଲୋର ଏକ୍ସପ୍ଲୋର ପରେ ଆସିଲା ସର୍ଟସ୍ ଫିଡ୍ ଲେଖିବା ସର୍ଟସ୍ ଫିଡ୍ ବାସ୍ ଏ ତିନିଟା ଦେଲା ପରେ ଆପଣ କ'ଣ କରିବେ ନା ନେକ୍ସଟ ଏଇଟା 2026 ମଡ଼େଲ୍ ଅଛି ତାହେଲେ ଏଇଠି ସବୁକିଛି ହେଇଯିବ ଆଉ ଆପଣଙ୍କୁ ଷ୍ଟୁଡ଼ିଓ ଯିବା ପାଇଁ ପଡ଼ିବ ନାହିଁ ମାନେ ୟୁଟ୍ୟୁବ୍ ଷ୍ଟୁଡ଼ିଓ ଯିବା ପାଇଁ ପଡ଼ିବ ନାହିଁ ସିଲେକ୍ଟ ଅଡ଼ିଏନ୍ସ ଯଦି ନ ଦେଇଥିବେ ତାହେଲେ ସିଲେକ୍ଟ ଅଡ଼ିଏନ୍ସ ଉପରେ କ୍ଲିକ୍ କରିପାରିବେ ସିଲେକ୍ଟ ଅଡ଼ିଏନ୍ସରେ ମାରିଦେବେ ଏଇଟା ଛୁଆ ପାଇଁ କି ନାହିଁ ତାହେଲେ ନ ମାରିଦେଇକି ଓକେ କରିଦେବେ ଲୋକେସନ୍ ଦେଇଦେବେ ଲୋକେସନ୍ କ'ଣ ଦେବା ନା ଇଣ୍ଡିଆ ଦେବା ଲୋକେସନ୍ ଇଣ୍ଡିଆଟା ରଖିବେ ବାସ୍ ଲୋକେସନ୍ ଇଣ୍ଡିଆ ରଖିଦେଲେ ରିଲେସନ୍ କିଛି ଦେଇପାରିବେ ପେଡ୍ ପ୍ରମୋସନ୍ ବ୍ରାଣ୍ଡ ମାରିଦେବେ ୟେସ୍ ମାରିଦେବେ ବ୍ୟାକ୍ ଆସିଯିବେ ତାପରେ ଏଠି ଦେଖିବା ଆଲ୍ଟରନେଟ୍ କଣ୍ଟେଣ୍ଟ ଆଣ୍ଡ ଟ୍ୟାକ୍ସ ଦେଇଛି ଲାଷ୍ଟରେ ଏଟାକୁ କ୍ଲିକ୍ କରିବେ ବର୍ତ୍ତମାନ ଏଠି ଆମେ ଟ୍ୟାକ୍ସ ଲଗାଇବା ଟ୍ୟାକ୍ସ ଲଗାଇବା କେଉଁଟା ଲେଖିବା ନା ଫାଷ୍ଟ ଲେଖିବା ଭାଇରାଲ୍ ଯେଉଁଟା ମୁଁ ଲଗାଇଛି ସେଇଟା କହୁଛି ଭାଇରାଲ୍ ଲଗାଇଦେବା ତ ଦୁଇଟା ଅଛି ଗୋଟେ କାଟିଦେବା ନହେଲେ ସେ ନେବନି ଭାଇରାଲ୍ ହେଇଗଲା ତାପରେ ଆସିବ ଟ୍ରେଣ୍ଡିଂ ଯିବା ତାପରେ କ'ଣ ଯାଇବ ନା ସର୍ଟସ୍ ଭାଇରାଲ୍ ଲେଖିବା ସର୍ଟସ୍ ଭାଇରାଲ୍ ସର୍ଟସ୍ ତାପରେ କମେଡ଼ି ଭିଡ଼ିଓ ଯଦି କମେଡ଼ି ଟାଇପ୍ର ଅଛି ତାହେଲେ କମେଡ଼ି ଭିଡ଼ିଓ ଫାନି ଲେଖିପାରିବା ଆମେ ଆଉ କ'ଣ ଲେଖିପାରିବା ନା ସଙ୍ଗ୍ ଲେଖିପାରିବା ସଙ୍ଗ୍ଟିଏ ଅଛି ସଙ୍ଗ୍ ଲେଖିପାରିବା ଆଉ କ'ଣ କରିବା ନା ଭାଇରାଲ୍ ଭିଡ଼ିଓ ମଧ୍ୟ ଲେଖିଦେଇପାରିବା ଭାଇରାଲ୍ ଭିଡ଼ିଓ ଯାହା ଗୋଟେ ହ୍ୟାଶଟ୍ୟାଗ୍ ଲଗେଇଦେବେ ଏଗୁଡ଼ା ଆଉ ଟ୍ରେଣ୍ଡିଂ ଭିଡ଼ିଓ ଲଗେଇ ଦେଉଛି ଟ୍ରେଣ୍ଡିଂ ଭିଡ଼ିଓ ବାସ୍ ଏମିତି ଲଗେଇଦେଲେ କିଛି ଗୁଡ଼ା ଡବଲ୍ ଅଛି ଟ୍ରେଣ୍ଡିଂ ଭିଡ଼ିଓଟା ଡବଲ୍ ହେଲା କାଟିଦେବା ଗୋଟେ ଏମିତି ଲଗେଇଦେଲା ପରେ ବ୍ୟାକ୍ ମାରିଦେବେ ବ୍ୟାକ୍ ମାରି ଆସିଲା ପରେ ସବୁ ତ ହେଇଗଲା ପାଖାପାଖି ବାସ୍ ବର୍ତ୍ତମାନ ଏଠି ଯେଉଁ ଆପଣ ଏଡ୍ କରିବା ଚାହିଁବେ ତ ଏଇ ଯେଉଁ ପେନ୍ସିଲ୍ ଚିହ୍ନରେ କ୍ଲିକ୍ କରିଦେବେ ପେନ୍ସିଲ୍ ଚିହ୍ନ କ୍ଲିକ୍ କଲା ପରେ ଯେଉଁ ଫେସ୍ଟା ଦେବା କଥା ଦେଇଦେବେ ତମର ଫାର୍ଷ୍ଟ ଠିକ୍ ଅଛି ତାର ଓକେ ମାରିଦେବା ରାଇଟ୍ ଚିହ୍ନ ଦେଇଦେବା ଦେନ୍ ଏଡ୍ ଡିସ୍କ୍ରିପ୍ସନ୍ରେ ଯେଉଁ ଅଛି ଏ ଡିସ୍କ୍ରିପ୍ସନ୍ କ'ଣ କରିବେ ନା ଏଟାକୁ ଫାଷ୍ଟ କପି କରିନେବେ ଉପରେ ଏଟାକୁ କପି କରି ଆଣିକରି କପି ହେଲା ତ ଆଉ ଦେଖିବା ଚେକ୍ କରିଦେବା ସିଲେକ୍ଟ ଅଲ୍ ଦେନ୍ କପି ଓକେ ଆଣିକରି ଏଠି ଯେଉଁ ଆମର ଡିସ୍କ୍ରିପ୍ସନ୍ ଅଛି ବାସ୍ ଡିସ୍କ୍ରିପ୍ସନ୍ରେ କ'ଣ କଲେ ନା କରି ପେଷ୍ଟ କରିଦେଲେ ପେଷ୍ଟ କରିସାରିଲା ପରେ ଦୁଇଟା ଗୋଟେ ଓହ୍ଲେଇଦେବେ ବାସ୍ ଯେତିକି ଏମିତି ସିମ୍ପଲ୍ କରନ୍ତୁ ଦେଇକରି ଆପଣ ନେକ୍ସଟ ଲେଭେଲ୍ ଶିଖିବେ ତ ଫାଷ୍ଟ ଦେଲା ପରେ ଆପଣ ଅପଲୋଡ଼ ସର୍ଟ ଉପରେ କ୍ଲିକ୍ କରିଦେଲେ ଆପଣଙ୍କର ଗଲା ବର୍ତ୍ତମାନ ସେ ଅପଲୋଡ଼ ନେବ ଦେଇକରି ଆପଣଙ୍କର କ'ଣ ଟୋଟାଲି ଭିଡ଼ିଓ ଆପଣ ଦେଖିବା ପାଇଁ ପାଇଯିବେ ତ ଏମିତି ଭାବରେ ଅପଲୋଡ଼ କରନ୍ତୁ ନିହାତି ଭାବରେ ଭ୍ୟୁଜ୍ ଯିବ ଲାଇକ୍ ମଧ୍ୟ ଆସିବ ଆଉ ଏତିକି କହୁଛି ଜୟ ଜଗନ୍ନାଥ ଧନ୍ୟବାଦ।